ମୁଁ ଆଜି ଆପଣଙ୍କର ଜିଲ୍ଲାର ଭଦ୍ରକର ବିଧାୟକ ଶୀତାଂଶୁ ବାବୁ, ଜିଲ୍ଲାପାଳ ଏବଂ ଟୋଟାଲ ଟିମ୍ ଆମେ ପରିଦର୍ଶନରେ ଯାଇଥିଲୁ। ଆମେ ତିହିଡି ବନ୍ୟା ଯୋଉମାନେ ଆଫେକ୍ଟେଡ ଅଛନ୍ତି ସେମାନଙ୍କ ସହିତ କଥା ହେଲା ବେଳେ ରିଲିଫ କାର୍ଯ୍ୟରେ ସେମାନଙ୍କର ସନ୍ତୁଷ୍ଟି ଅଛି। ଚାଷ ଜମିର ଚିନ୍ତା ଅଛି। ଯୋଉଠି ପିଇବା ପାଣିର ସମସ୍ୟା କଥା ହେଇଛନ୍ତି ସେ ସ୍ଥାନରେ ତୁରନ୍ତ ପିଇବା ପାଣି ଯୋଗାଇ ଦିଆଯିବା ପାଇଁ କି ନିର୍ଦ୍ଦେଶ ଅଛି ଏବଂ ଟ୍ୟୁବୱେଲ କିଛି ଜାଗାରେ ଲୋକଙ୍କୁ ଦବା ପାଇଁ କି ବି ନିର୍ଦ୍ଦେଶ ସେ ଜାଗାରେ ଦିଆହେଇଛି। ଯୋଉଠି ଅଙ୍ଗନବାଡି ସେଣ୍ଟରରେ ପାଣି ପଶିଛି ଆଜି ସୁଦ୍ଧା ତାକୁ କେୟାର କରିକିରି ଅଙ୍ଗନବାଡି କୁ ମାନେ डिसइनफेक्ट କରି ସାରିଲା ପରେ ପିଲାଙ୍କୁ ଆଣିବା ପାଇଁ କି ନିର୍ଦ୍ଦେଶ ଦିଆଯାଇଛି। ବାକି ସମୀକ୍ଷାରେ ପ୍ରାୟ ଭଦ୍ରକ ଜିଲ୍ଲାରେ ଆମେ ଦେଖିଲେ ଭଦ୍ରକ, ବାସୁଦେବପୁର, ଭଣ୍ଡାରୀ ପୋଖରୀ, ତିହିଡି, ଧାମନଗର ଆଉ ଚାନ୍ଦବାଲି ଏମିତି 6ଟି ବ୍ଲକ ପ୍ରଭାବିତ ଅଛି। ସହରାଞ୍ଚଳର 3ଟି ଯେମିତି ଭଦ୍ରକ ପୌରପାଳିକା, ଧାମନଗର ଏନଏସି, ଧୂସୁରୀ ଏନଏସି। ଟୋଟାଲ ଗ୍ରାମ ପଞ୍ଚାୟତ 126ଟି ଏବଂ ଏବେ ପାଖାପାଖି ଗାଁ 503ଟି ଗାଁ ଏବେ ଯାହା ଟୁ ଡେଟ୍ ଅଛି ପ୍ରଭାବିତ ଅଛି। ଏବେ 346ଟି ମାଗଣା ରୋଷେଇ କେନ୍ଦ୍ର ଯୋଉଟା ଖୋଲିଥିଲା ଏବେ ସେଥିରୁ ଆଉ 29ଟି ଏବେ ଚାଲୁଅଛି ଆଉ ସବୁଗୁଡାକ କ୍ଲୋଜ ହେଇଗଲାଣି। ତାମାନେ ଲୋକ ତାଙ୍କ ନିଜ ଜାଗାକୁ ଫେରିଗଲେଣି। ଇଏ ସମୀକ୍ଷାରେ ରିଲିଫ, ରିହାବିଲିଟେସନ ରେ ଏବଂ ରିଷ୍ଟୋରେସନ ରାସ୍ତାଘାଟ ଯୋଉଟା କଟ ଅଫ୍ ହେଇଛି ତାର ରିଷ୍ଟୋରେସନ ପାଇଁ କି ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ ଯୋଉ ଅଛି ତାଙ୍କୁ ତୁରନ୍ତ ବେଗରେ କୁହାଗଲା। ଏବଂ ତିହିଡିରେ ଗୋଟେ କମ୍ପ୍ଲେନ ଥିଲା କି ଲୋକମାନେ ପାଣିରେ ପଶି ଯିବା ଆସିବା କରୁଛନ୍ତି, ତୁରନ୍ତ ତାଙ୍କୁ ବାଉଁଶ ଚାରା ଗୋଟେ ଟେମ୍ପୋରାରୀ ଯୋଗେଇ ଦେବା ପାଇଁ କି ନିର୍ଦ୍ଦେଶ ଦେଇଛି। ଏବଂ ମୁଁ ଭାବୁଛି କି ହସ୍ପିଟାଲରେ ଯୋଉଠି ଡକ୍ଟରଙ୍କର କମି ଥିଲା ସେଠି ତୁରନ୍ତ ଡେପୁଟେସନ କରିବାକୁ କୁହାଯାଇଛି। ବ୍ଲିଚିଂ, ଡିସଇନଫେକ୍ସନ, ପାନୀୟ ଜଳର ବ୍ୟବସ୍ଥା ଏସବୁକୁ ଆମେ ଦ୍ରୁତ ଗତିରେ ଲୋକଙ୍କ ପାଖେ ପହଞ୍ଚେଇବୁ। ଆହୁରି ଯୋଉ ପଶୁଧନ ପ୍ରଭାବିତ ହେଇଛି ଯେହେତୁ ଚାରିଆଡେ ପାଣି ଘେରିଛି, ଗୋଖାଦ୍ୟ ସଫିସିଏଣ୍ଟଲି ଲୋକଙ୍କ ପାଖେ ପହଞ୍ଚିବା ପାଇଁ କି ନିର୍ଦ୍ଦେଶ ଦିଆଗଲା। ବାକି ଆମେ ପୁଣି ପ୍ରସ୍ତୁତ ହବା ପାଇଁ କି ଯେ ଆଗକୁ ପୁଣି ଆସିପାରେ ବର୍ଷା, ତେଣୁ ତା ପାଇଁ କି ପ୍ରଶାସନ ପ୍ରସ୍ତୁତି ରହିଛି ଏବଂ ସାଧାରଣ ଲୋକଙ୍କର ଯୋଉ ଚାଷ ଜମି ଆଫେକ୍ଟେଡ ଅଛି ସେମାନଙ୍କୁ 7 ଦିନ ଭିତରେ ଯେମିତି ମାନନୀୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ନୂଆ ବିହନ ଏସବୁ ଯୋଗେଇ ଦିଆଯିବ। ହର୍ଟିକଲଚର ଡିମାଣ୍ଡ ଅଛି କି ଆମେ ଛୋଟ ଛୋଟ ମଞ୍ଜି ଛୋଟ ପ୍ୟାକରେ ଆମେ ଯୋଗେଇ ଦେବା। ତ ପାଖାପାଖି କୃଷି ଏବଂ ଫିସରୀରେ ବହୁତ ଲୋକଙ୍କର କ୍ଷତି ଅଛି, ତାଙ୍କୁ ଆମେ ରିଲିଫରେ ହିଁ ରିଲିଫ କୋଡ ଅନୁଯାୟୀ ସାହାଯ୍ୟ କରିବୁ। ଚାଷ ଜମି ଯୋଉ ଉଜୁଡି ଯାଇଛି ସେମାନଙ୍କ ପାଇଁ କଣ ବେଶୀ ସହାୟତା କରାଯିବ? ଚାଷ ଜମିର ଯୋଉ ସର୍ଭେ ଆସୁଛି ଆସିଲା ପରେ ରିଲିଫ କୋଡରେ ଯାହା ଆସିଛି ସେ ଅନୁଯାୟୀ କି ତାଙ୍କୁ ତ କ୍ଷତିପୂରଣ ମିଳିବ ହିଁ ମିଳିବ। ତାପରେ ତାଙ୍କୁ ଯୋଉ ସର୍ଟ ଟର୍ମର ଯୋଉ ଚାଷୀ ମାନଙ୍କୁ ସୁହାଇଲା ଭଳି ସେମାନେ ଯୋଉ ଭଳି ଚାଷ କରିବେ ବୋଲି ଚାହିଁବେ ସରକାର ସେଇଭଳି ବିହନ ଯୋଗେଇ ଦେବ। ଆସେସମେଣ୍ଟ ବୋଧେ ଚାଲିଛି। ଆସେସମେଣ୍ଟ ଏବେ ଯୋଉମାନଙ୍କର ଘର ଭାଙ୍ଗିଛି ଆସେସମେଣ୍ଟ ଆସିଲା ପରେ ଆମେ କହିଛେ କି ଟିକେ ଲିବରାଲ ହେବେ। ଯୋଉମାନଙ୍କର ଭାଙ୍ଗିଛି ସେମାନଙ୍କ ପାଖେ ଘର ମୁଣ୍ଡ ଗୁଞ୍ଜିବା ପାଇଁ ଘର ରହିବା ଦରକାର। ପଲିଥିନ୍ ବ୍ୟାପକ ବ୍ୟବସ୍ଥା ମାନେ କାରଣ ବର୍ଷା ହେଇପାରେ ଏ ସବୁକୁ ପ୍ରପର ଆସେସମେଣ୍ଟ ହେଇଗଲା ପରେ କେତେ ଘର ଭାଙ୍ଗିଛି ସେ ଅନୁଯାୟୀ ପୁଣି ସେମାନଙ୍କ ପାଇଁ ଚାନ୍ଦବାଲିକୁ ଭଦ୍ରକ ଜିଲ୍ଲାପାଳ କାଲି 2 ଦିନ ହେଲା ଯାଉଛନ୍ତି। ସେଠି ମ୍ୟାକ୍ସିମମ୍ ଏରିଆରେ ପାଣି ଜମିଛି। ସେଠି ରନ୍ଧା ଖାଦ୍ୟ ଦିଆହଉଛି ନା କଣ ବ୍ୟବସ୍ଥା ହେଇଛି? 29ଟି ଜାଗାରେ ଏବେ ଅଛି। 29ଟି ଜାଗାରେ ଏବେ ରୋଷେଇ କେନ୍ଦ୍ର ଚାଲୁଛି ଏବଂ ଯୋଉ ଜାଗାରେ
ଲୋକ ଘରକୁ ଫେରିଗଲେଣି, ତାଙ୍କ ପାଖେ ଶୁଖିଲା ଖାଦ୍ୟ ମହଜୁଦ ଅଛି। ନା ଏବେ ପାଣି ଘରରେ ବି ଅଛି ବିଦ୍ୟାଳୟ ଗୁଡା ପିଲାମାନେ ଯାଇପାରୁନାହାନ୍ତି। ଏବେ ଏଜୁ- ପାଣି ଏଜୁ- ଏଜୁକେସନ ଡିସ୍କସନ ବି କରାଯିବ ସେ ବ୍ୟବସ୍ଥା। ଏଜୁକେସନ କୁ ଡିସଇନଫେକ୍ସନ କରିବା ପାଇଁ ଶୋଧନ ହେଲା ପରେ ଯାଇକି ସ୍କୁଲ ଖୋଲିବେ, ଏଇଟା ଜିଲ୍ଲାପାଳଙ୍କୁ ହଇଜା କୁହାଯାଇଛି। ବ୍ୟାପିବାର ଆଶଙ୍କା ଅଛି ପାଣି ତା ପାଇଁ ପ୍ରସ୍ତୁତ ହେଇଯାଇଛି। ଆମେ ବ୍ଲିଚିଂ ମ୍ୟାଡାମ ଜିଲ୍ଲାରେ ଦି ଚାରିଟା ମାତ୍ର ଗୋଶାଳା ଅଛି। ଅତ୍ୟଧିକ ଗୋରୁ ଗାଈ ସେଠି ରହିଲେଣି, ସେଠି ଖାଦ୍ୟ ପାଇଁ ବହୁତ ହଇରାଣ ହଉଛି। ଆଚ୍ଛା, ସେଇଟା ବି ଆପଣ ଟିକେ ଦେଖିନେବେ। ଆମେ ସାଉନି ନଦୀରେ ଯୋଉ ବନ୍ଧ ହେଇଛି ବାଲୁ ଫିଟି ଯାଇଛି, ଏବେ ସୁଦ୍ଧା ପାଣି ସୁଗମଣି ଭଳିଆ ଚାଲିଛି, ଗାଁକୁ ମଧ୍ୟ ଚାଲିଛି, ଚାଷ ଜମି ଚାଲିଛି, କିନ୍ତୁ ଏପର୍ଯ୍ୟନ୍ତ କିଛି ତାର ମରାମତି ଏପର୍ଯ୍ୟନ୍ତ କରାଯାଇ ପାରୁନାହିଁ। ନାଇଁ, ଆପଣ ଆ ପରେ ସେଇ ବିଭାଗର ଅଧିକାରୀ ମାନଙ୍କ ସହିତ କଥା ହେଇଯିବେ। କିଛି ସାଂସନ ଆସିଛି ସେମାନଙ୍କ ପାଖେ, 1 year ଲାଗିବ ବୋଲି ଏବେ ସେ କହୁଥିଲେ, ଯାହା ରିଭ୍ୟୁରେ ମତେ କହୁଥିଲେ 1 ବର୍ଷ ଭିତରେ ଆମେ ତାର କମ୍ପ୍ଲିଟ କରିଦେବୁ। ଧନ୍ୟବାଦ। ଜିଲ୍ଲାରେ ସାଳନ୍ଦୀ ଏବଂ ବୈତରଣୀ ପ୍ରତିବର୍ଷ ବନ୍ୟା ଆସୁଥିଲା, ଜିଲ୍ଲାବାସୀଙ୍କ ଦାବି କ୍ୟାପିଟାଲ ଆମ୍ବାକମେଣ୍ଟ ସରକାର କଣ? ଦେଖନ୍ତୁ, ଆମେ ଆଜି ରିଭ୍ୟୁରେ ବି ମୁଁ କହିଛି କି କିଛି ବଡ ଭାବିକିରି ପ୍ଲାନିଂ କରନ୍ତୁ, ଯେମିତି ସବୁବେଳେ ବନ୍ୟାକୁ ଲୋକ ସାମ୍ନା କରୁଥିବେ, ଆମେ ରିଲିଫ ଦେବା ବଦଳରେ କେମିତି ପ୍ରତିହିତ କରିବା, ସେ ପାଇଁ କି ପ୍ଲାନିଂ କରିବା ପାଇଁ କି କୁହାହେଇଛି। କରନ୍ତୁ, କରିବା। Thank you.